କିଏ ବାବା ମଣିଷ ନା ଦେବତା? ଆଜ୍ଞା ମୁଁ ଏ ଘରର ଚାକର, ଏଠିକି ନୂଆ ଆସିଛି। ମୋ ନାଁ ଗୋବିନ୍ଦ। ଗୋଟେ କଥା ପଚାରିବି? ତମେ ତ ଭଲ ମଣିଷ ପରି କଥାବାର୍ତ୍ତା କରୁଛ, ଭଲ ମଣିଷ ପରି ଦେଖା ବି ଯାଉଛ, ଅଥଚ ଭୁଲି ଯାଇଛନ୍ତି ସେମାନଙ୍କର ମନେ ନାହିଁ ମତେ ଇଞ୍ଜେକ୍ସନ ଦବାକୁ। 4 ଦିନ ଗଡ଼ିଗଲାଣି, ମତେ ଇଞ୍ଜେକ୍ସନ ଦେଇଦେଲେ ପୁଣି ମୁଁ ମଣିଷରୁ ପଶୁ ପାଲଟି ଯିବି ବାବୁ। ଓହୋ, ବୁଝିଲି। ତମେ ପାଗଳ ହେଇଯାଇଛ ତ, ସେଥିପାଇଁ ସେମାନେ ଇଞ୍ଜେକ୍ସନ ଦେଇ ତମକୁ ଭଲ କରିବାକୁ ଚାହୁଁଛନ୍ତି। ହେ ବାବୁ, ସେମାନେ ମତେ ଭଲ ମଣିଷରୁ ପାଗଳ କରିବା ପାଇଁ ଇଞ୍ଜେକ୍ସନ ଦଉଛନ୍ତି। କିନ୍ତୁ କାହିଁକି ଏମିତି କଣ କି କରି କାହା ସହିତ କଣ ଏମିତି କରାଯାଏ? କଂସ ପାଇଁ ବସୁଦେବ ପାଗଳ ଥିଲେ, ବ୍ରିଟିଶ ମାନଙ୍କ ପାଇଁ ସଂଗ୍ରାମୀ ମାନେ ପାଗଳ ଥିଲେ, ଠିକ ସେମିତି ମୋ ଘର ପାଇଁ ମୁଁ ପାଗଳ ବାବୁ, ମୁଁ ପାଗଳ। ବାବୁ, କାହା ଘର ଏଇଟା? ପରା ରୋଜି ମ୍ୟାଡମ ଆଉ ରକି ବାବୁଙ୍କ ଘର। ବାବୁ ଆଉ ରୋଜି ମାଙ୍କର ବାପା। ଜନ୍ମକଲା ବାପା ସହିତ ଏମିତି କଣ କିଏ କରେ? ଏମିତି କଣ କିଏ ଯାତନା ଦିଏ? ବାବା କହନ୍ତି ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ, ପିତରି ପ୍ରୀତିମା ପନ୍ନେ ପ୍ରିୟନ୍ତେ ସର୍ବ ଦେବତା। ତାହାର ବି ଗୋଟାଏ କାରଣ ଅଛି ରେ ବାବା, ତାହାର ବି ଗୋଟାଏ କାରଣ ଅଛି। ମତେ ଲାଗୁଛି କାହାର ଗୋଟାଏ ଅଭିଶାପର ତତଲା ନିଶ୍ୱାସରେ ମୋ ଚାରିପାଖର ବାୟୁମଣ୍ଡଳ ତତଲା ହେଇଯାଇଛି, ଜଳୁଛି। ମତେ ଲାଗୁଛି ସେ ଯେମିତି ମତେ ଖୋଜୁଛି ଆଉ ଚିତ୍କାର କରି ଡାକୁଛି, ବାପା ତମେ କୋଉଠି? ବାପା ମତେ ଆସି ନେଇଯାଅ। ବାପା ତମେ କୋଉଠି? ବାପା ମତେ ଆସି ନେଇଯାଅ। କିଏ ଡାକୁଛି? କିଏ ଡାକୁଛି ବାବୁ? ତମରି ପରି ପୁଅଟିଏ ବାବୁ, ଠିକ ତମରି ପରି ପୁଅଟିଏ, ଯିଏ ବାସୁଦେବ ମହାପାତ୍ରର ଆଖିଏ ଲୁହ, ଛାତିର ଛାତିଏ ରହି ଯାଇଛି। ଜୀବନରେ ଜୀବନ